ଚାଲନ୍ତୁ ସାଙ୍ଗମାନେ ଆଜି ଆମେ ପ୍ରସ୍ତୁତ କରିବା ପୁଆ ପିଠା। ଏହାକୁ ମାର୍ଗଶିର ମାସ ଗୁରୁବାରରେ ବନେଇକି ବହୁତ ହି କମ୍ ସମୟରେ ବନେଇ ହେବ ଆଉ ଶୀଘ୍ର ବି ବନେଇ ହେବ। ତ ଏହାକୁ ମୁଁ ଗୋଟେ ବାଉଲ୍ ନେଇଛି, ଗୋଟେ କପ୍ ନେଇଛି, ସେଥିରେ ଅଟା ଚିନି ତାର ଅଧା ନେଇଛି, ସୁଜି ଗୋଟେ ଚାମଚ ନେଇଛି, ଲୁଣ ଟେଷ୍ଟ ହିସାବରେ, ପାନମଧୁରୀ ନଡ଼ିଆ କୋର ନେଇଛି, କାଜୁ ବି ଗୁଣ୍ଡ କରିକି ନେଇଛି। ତାପରେ ସେଥିରେ ଆମେ କ୍ଷୀର ଦେଇକି ହାତରେ ଭଲ ଭାବରେ ମିକ୍ସ କରିଦେବା। କରିସାରିଲା ପରେ ଏପଟେ ଦେଖନ୍ତୁ ମୋର ଏହାର ବେଟରଟି ଏଭଳି ଭାବରେ ରହିବ, ଯେମିତି ଆପଣ ପକେଇଲା ସମୟରେ ଏହା ବେଶୀ ପାଣିଆ କରିବେନି କି ବେଶୀ ବହଳିଆ କରିବେନି। ତାପରେ ଆମେ ତେଲ ଗରମ କରିବା, ଗ୍ୟାସ୍ ଅନ୍ କରିକି ତେଲ ବହୁତ ଜୋରେ ଗରମ ହେଲା ପରେ ଆପଣ ଏଥିରୁ ଗୋଟେ ଗୋଟେ ବେଲା ନେଇକି ପକେଇବେ। ତ ଦେଖନ୍ତୁ ଏମିତି ତେଲ ଟିକେ ଉପରେ ଉପରେ ସ୍ପ୍ରେଡ୍ କରୁଥିବେ ଆଉ ଗ୍ୟାସ୍ ଫ୍ଲେମ୍କୁ ହାଇ ହିଁ ରଖିଥିବେ। ତାପରେ ଏମିତି ଗୋଟେ ଗୋଟେ କରି ବାହାର କରିଦେବା। ଆଉ ଗୋଟେ ମଧ୍ୟ ପକେଇକି ଆପଣଙ୍କୁ ଦେଖାଉଛି, ଦେଖନ୍ତୁ। ତ ପକେଇଲା ପରେ ଏମିତି ତେଲ କିଛି ସମୟ 1 ମିନିଟ୍ ପରେ ଆମେ ତେଲକୁ ତା ଉପରେ ସ୍ପ୍ରେଡ୍ କରିବା। କରିସାରିଲା ପରେ ଏମିତି ଓଲଟେଇ ଦେବା। ତ ପ୍ରସ୍ତୁତି ହେଇଯିବ ମୋର ପୁଆ ପିଠା। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗୁଛି ନିଶ୍ଚୟ ଲାଇକ୍ କରିବେ, ସାଙ୍ଗସାଥି ଏବଂ ରିଲେଟିଭ୍ ମାନଙ୍କୁ ସେୟାର କରିବେ। ଯଦି ମୋ ଚ୍ୟାନେଲ୍ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ।